ମୋ ନାଁ ମାଧୁରୀ ଖରା। ଆଜି ପାଇଁ ମୁଁ କଳିଙ୍ଗ ଟିଭିର ରିପୋର୍ଟର ଦିଦି। ବୁଲିବାକୁ ଆସିଥିଲୁ ଦେଖିଲୁ ଯେ ଏଇଟା ଶ୍ମଶାନ କିନ୍ତୁ ଲାଗୁନି ଏଇଟା ଶ୍ମଶାନ ପରି ଗୋଟେ ପାର୍କ ପରି ଦେଖା ଯାଉଛି। ଆଉ ଆମେ ଶୁଣିବାରେ ଏଇଟା ଜଣେ ଶିକ୍ଷକ ତାଙ୍କ ବଳରେ ଏଇଟା ତିଆରି କରିଛନ୍ତି। ଆଉ ରାୟଗଡା ପାଇଁ ଜଣେ ଉଦାହରଣ ସାଜିଛନ୍ତି। ଏଇଠି ଆସିକି ବହୁତ ମାନେ ଏତେ ସୁନ୍ଦର ପ୍ଲେସ ଏତେ ଦେଖିବାକୁ ବହୁତ ସୁନ୍ଦର ଅଛି ଲାଗୁଛି। ଏଇଟା ମୁଁ ଶୁଣିଥିଲି ଯେ ଏଇଟା ମଶାଣି ବୋଲି, କିନ୍ତୁ ଏଇଟା ମଶାଣି ନାହିଁ, ମତେ ଲାଗୁଛି ଯୋଉ ପାର୍କକୁ ଆସିଲା ପରେ। ଆଉ ଏଠିର ଜଣେ ଶିକ୍ଷକ ଏଇ ମଶାଣିକୁ ଏତେ ଭଲସେ ଏତେ ପିସଫୁଲି ଭାବରେ ତିଆରି କରିଛନ୍ତି। ଆଉ ଯୋଉ ବି ମାନେ ଏଇଠି ଯୋଉ ଅଳିଆ ଆବର୍ଜନା ଯାହା ବି ଅଛି ତାଙ୍କୁ ନିଜେ ଆସିକି ତାଙ୍କୁ ସଫା କରୁଛନ୍ତି। ତ ମୁଁ ଚାହୁଁଛି ଲୋକମାନେ ବି ତାଙ୍କଠୁ କିଛି ଶିକ୍ଷା ପାଆନ୍ତୁ ଯୋଉଟା ଆଗକୁ ଫ୍ୟୁଚରରେ କାମ ଦେବ। ମୁଁ ଏଇଠି ଆସିକି ମତେ ବହୁତ ଖୁସି ଲାଗୁଛି, କାରଣ ପ୍ରଥମେ ଏଣ୍ଟ୍ରି କରୁ ଏତେ ସୁନ୍ଦର ଶିବଙ୍କର ଗୋଟେ ପ୍ରତିମୂର୍ତ୍ତି ଏଠି ସ୍ଥାପନ କରାଯାଇଛି। ତା ସହିତ ରାସ୍ତାଘାଟ ବି ଠିକ ଭାବରେ ଭିତରେ ନିର୍ମାଣ କରାଯାଇଛି। ଆଉ ଯେଉଁଠି ଶବଦାହ କରାଯାଉଛି ଯଦି ଆପଣ ଦେଖିପାରିବେ ସେଟା ଅତ୍ୟନ୍ତ ସୁନ୍ଦର ରଙ୍ଗରେ ତାକୁ ରଙ୍ଗାୟିତ କରାଯାଇଛି। ତା ସହିତ ବିଭିନ୍ନ ପ୍ରକାର ରୁମ ସବୁ ତିଆରି କରାଯାଇଛି, ସବୁ ଗୁଡିକୁ କଲରଫୁଲ କରାଯାଇଛି। ଯୋଉଠି ଆମର ବାଳ କାଟୁଛନ୍ତି ବା କ୍ଷେର ହଉଛନ୍ତି ସେଇ ଜାଗାଟି ମଧ୍ୟ ଅତ୍ୟନ୍ତ ପାର୍କ ଭଳି ଦେଖା ଯାଉଛି। ସେମାନଙ୍କର ୟୁନିଟି କିନ୍ତୁ ଆମ ମଣିଷ ମାନଙ୍କର ନାହିଁ। ତେଣୁକରି କିଛି ଇନ୍ସପାଇରେସନ୍ ଆଣିବା, ସମାଜକୁ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ। ଖାଲି ଏ ଦିଗରେ ଶ୍ମଶାନ ବୋଲେ କାଲି ସକାଳକୁ ସ୍ୱର୍ଗଧାମ ଭଳିଆ ଗୋଟେ ଜିନିଷ ଶ୍ମଶାନଟା ଅଛି। ଆମକୁ କୌଣସି ଲୋକ ଦରକାର ନାହିଁ। ଯଦି ସ୍ୱର୍ଗଧାମ ଆମର ଅଛି ତାହେଲେ ଆମର ସବୁ କିଛି ହେଇଯିବ ବୋଲି ମାନେ ଜଣେ ଲୋକ ଯେ ବଞ୍ଚିକ ଅଛି, ମୁଁ ମରିଗଲେ ମଧ୍ୟ ମୋତେ ଆପତ୍ତି ନାହିଁ। ମୋର ଯେଉଁ ସଂସ୍ଥା ଅଛି ମୋତେ ନେଇକି ସେ କାର୍ଯ୍ୟକ୍ରମ କରିଦେବେ। ଅବଶ୍ୟ ବହୁତ ଲୋକ ମୋତେ ଆପଣ ବିଶ୍ୱାସ କରିବେନି, ପ୍ରକୃତ କଥା ଏତେ ବି ସାର୍ ସେଠି କେତେ ଖର୍ଚ୍ଚ ହେବ ନେବା ପାଇଁ, ଆପଣ ଗାଡ଼ିରେ ନେବେ ସବୁ ଖର୍ଚ୍ଚ ବହନ କରନ୍ତୁ, କେତେ ହେବ କୁହନ୍ତୁ। ସେ ପଇସା ଏବେ ଆମେ ରେଡ଼ି କରିକି ଦେଇ ଦେଉଛୁ। ଆପଣ ମାତ୍ର ଆମ ମଲା ମାତ୍ର ଆମକୁ ସେ କାର୍ଯ୍ୟ କରନ୍ତୁ। ଆମର ପୁଅମାନେ କରିବେ ନ କରିବେ, ପିଲାମାନେ କରିବେ, କିଏ କରୁଥିବେ, କିନ୍ତୁ ଆପଣଙ୍କର ଉପରେ ଆମର ବିଶ୍ୱାସ ଯେ ଏ କାର୍ଯ୍ୟକ୍ରମ କରିବେ କରୁଛନ୍ତି। ତେଣୁକରି ଆମକୁ ବିଶ୍ୱାସ ଅଛି ସେ ପଇସା କେତେ ହଉ ଆମେ ଏବେ ଆମ ପାଖରେ ଅଛି ପଇସା, କିନ୍ତୁ ମରିଗଲେ ତ ନେଉନୁ। ତେଣୁକରି ନେଇଯାଆନ୍ତୁ ସାର୍ ବୋଲି ଏଇ ଯେଉଁ ଲକ୍ଷ ଲକ୍ଷ ଟଙ୍କା ସବୁ ତାକୁ ଦାନ କରିବାଟା ସରକାର କରିବାଟା ଗୋଟେ 50 କରୁଛି ବୋଲେ ପବ୍ଲିକ ମଧ୍ୟ ବହୁତ ଯୋଗ ଦେଉଛନ୍ତି, ଏବେ ବି ଦାନ ଦେଉଛନ୍ତି। ଜଣେ ଶିକ୍ଷକ ଶ୍ମଶାନକୁ ପାର୍କ ଭଳି ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ରାୟଗଡ଼ା ମାଧୁରୀ ଖରା, କଳିଙ୍ଗ ଟିଭି।